ମୋ ନାଁ ହେଉଛି ବିପ୍ଳବ କେଶରୀ ବଳିଆର ସିଂ, ନନ୍ଦପୁର ଗ୍ରାମ ପଞ୍ଚାୟତ ସରପଞ୍ଚ। ଆଜି ସ୍ୱାଧୀନତା ଦିବସ ଉପଲକ୍ଷେ କ'ଣ କହିବେ ଦର୍ଶକଙ୍କୁ? ଆଜି ସାରା ଦେଶରେ 80ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଏହି 80ତମ ସ୍ୱାଧୀନତା ଦିବସ ଆମ ନନ୍ଦପୁର ଗ୍ରାମ ପଞ୍ଚାୟତରେ ବହୁ ଜାକଜକମରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଏହି ସ୍ୱାଧୀନତା ଦିବସରେ ଆମ ପଞ୍ଚାୟତରେ ଆମର 1 ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦଳେଇ ମଧ୍ୟ ମୋ ପାଖରେ ସହଯୋଗ କରିଛନ୍ତି ଏବଂ ତା ସହିତ ଆମ ବ୍ଲକ ଭାଇସ୍ ଚେୟାରମ୍ୟାନ୍ ପ୍ରକାଶ ସାମନ୍ତରାୟ ଏବଂ ମୋ ପଞ୍ଚାୟତର ୱାର୍ଡ଼ ମେମ୍ବର, ଇସି ମେମ୍ବର, ପଞ୍ଚାୟତ ଷ୍ଟାଫ୍ ଏବଂ ଆମ ପଞ୍ଚାୟତର 5ଟି ଗାଁକୁ ନେଇକି ସମସ୍ତ ବয়োଜ୍ୟେଷ୍ଠ ଲୋକମାନଙ୍କୁ ଡାକି ମୁଁ ଆଜି ଗ୍ରାମସଭା ପଞ୍ଚାୟତରେ ଗଠନ କରାଯାଉଛି। ଏହି ଗ୍ରାମସଭାରେ ଏ ବର୍ଷର କ'ଣ ସବୁ କାର୍ଯ୍ୟ ହେବ ସେ ବିଷୟରେ ସମସ୍ତଙ୍କ ପାଖରେ ଆମେ ଗ୍ରାମସଭା ମାଧ୍ୟମରେ ଆମ ପଞ୍ଚାୟତରେ ଆଜି ଭଜନ ସମାରୋହ ଗୋଟେ ପ୍ରୋଗ୍ରାମ କରାଯାଉଛି। ତା ସହିତ ବୟୋଜ୍ୟେଷ୍ଠ ଲୋକମାନଙ୍କୁ ଭତ୍ତା ବଣ୍ଟନ କରାଯାଉଛି। ତା ସହିତ ଆମର ପ୍ରତ୍ୟେକ ଗାଁର କିଛି ଲୋକ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ଆମେ ଉତ୍ତରୀ ଖଣ୍ଡ ଦେଇ ସମ୍ମାନିତ କରୁଛୁ ଏବଂ କଳାକାର ଏବଂ ଗାଁ ଗହଳିରେ ଯେଉଁ ଡ୍ରାମା କରୁଛନ୍ତି, କଳାକାର କରୁଛନ୍ତି ଅଭିନୟ, ସେମାନଙ୍କୁ ବି ଆମେ ପଞ୍ଚାୟତରେ ଆଜି ସମ୍ମାନିତ କରୁଛୁ। କାହିଁକିନା ସେମାନେ ନିଜର ଅଭିନୟ କରି ଯେଉଁ ଲୋକମାନଙ୍କୁ ଆନନ୍ଦ ଦେଇଥାନ୍ତି, ସେଥିପାଇଁ ସେମାନଙ୍କୁ ବି ମୁଁ ପୁରସ୍କୃତ କରୁଛି। ତା ସହିତ ସମସ୍ତଙ୍କ ପାଇଁ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଛି। 1000 ଲୋକଙ୍କୁ ନେଇକି ମୁଁ ଆଜି ପଞ୍ଚାୟତରେ ସ୍ୱାଧୀନତା ଦିବସ ପାଳନ କରୁଛି। ମୋ ନାଁ ହେଉଛି ସୁଖଦେବ କୁମାର ପ୍ରଧାନ। ମୁଁ ଛତ୍ରମାଙ୍କଡ଼ ଗ୍ରାମବାସୀ ସିନିୟର ସିଟିଜେନ୍। ସ୍ୱାଧୀନତା ଦିବସ ଉପଲକ୍ଷେ କ'ଣ ପ୍ରତିକ୍ରିୟା ରଖିବେ ଆପଣ? ଆଜି ସ୍ୱାଧୀନତା ଦିବସ, 80ତମ ସ୍ୱାଧୀନତା ଦିବସ ଆମେ ସବୁ ବର୍ଷ ପାଳନ କରୁ। ଚଳିତ ବର୍ଷ ମଧ୍ୟ ଆମର ଏ ନନ୍ଦପୁର ଗ୍ରାମ ପଞ୍ଚାୟତରେ ବହୁତ ଆଡ଼ମ୍ବର ସହିତ ଆମେ ପାଳନ କରିଛୁ ଏବଂ ଆମର ଏଠି ସମସ୍ତ ବରଣ୍ୟ ଅତିଥି ମହୋଦୟମାନେ ଅଛନ୍ତି। ମଞ୍ଚ ପାର୍ଶ୍ୱରେ ଥିବା ସମସ୍ତ ଜ୍ଞାନୀ ଗୁଣୀ କୃଷକ ଭାଇମାନେ ମଧ୍ୟ ଅଛନ୍ତି। ଆଜି ଏ ଯେଉଁ ଅଗଷ୍ଟ 15 ଆମେ ପାଳନ କରୁଛୁ, ଯେଉଁମାନେ ଦେଶ ପାଇଁ ରକ୍ତ ଲୋହାଣ ହୋଇ ଦେଶକୁ ସ୍ୱାଧୀନତା ଆଣିଥିଲେ, ଆମେ ସେଇମାନଙ୍କୁ ମନେ ପକାଇବା ପାଇଁ ଆଜି ଏ ଦିନର ସ୍ମରଣୀୟ ଦିନ ଆମେ ପାଳନ କରୁଛୁ। ନିଶ୍ଚିତ ରୂପରେ ଆଜି ଯେଉଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ଆଜ୍ଞା, ଆପଣ ଏଇ କାର୍ଯ୍ୟକ୍ରମ ବିଷୟରେ କ'ଣ ରହିବ? ହଁ, ଆପଣ ଭଲ ପ୍ରଶ୍ନଟି ପଚାରିଲେ। ଆଜି ଏ ଯେଉଁ ନନ୍ଦପୁର ଗ୍ରାମ ପଞ୍ଚାୟତର ଯେଉଁ ଆମର ଅଗଷ୍ଟ 15 ଆମେ ପାଳନ କରୁଛୁ, ଏଠି ଯେ ମୁଖ୍ୟ ଲୋକ ଅଛନ୍ତି ଆମର ନନ୍ଦପୁର ଗ୍ରାମ ପଞ୍ଚାୟତର ଶ୍ରୀଯୁକ୍ତ ସରପଞ୍ଚ ବିପ୍ଳବ କେଶରୀ ବଳିଆର ସିଂ। ସେ ଗୋଟେ ଅନ୍ୟତମ ଲୋକ, ଦରଦୀ ବନ୍ଧୁଟିଏ। ତାଙ୍କରି ପରିଚାଳନା ଆଜି ଏ ସମାରୋହ ଏଠାରେ ଅନୁଷ୍ଠିତ ହେଉଛି। ସମସ୍ତ ଭାଇମାନେ ଆସିଛନ୍ତି। ଆମେ ପରସ୍ପର ଭିତରେ ଏଠି ବସିକି ଟିକେ ଦୁଃଖ ଶୋକ ବାଣ୍ଟୁଛୁ। ଆମ ମନରେ ଟିକେ ଆନନ୍ଦ ଲାଗୁଛି। ଆଉ ସେଇ ଯେଉଁ ମହାନ ବ୍ୟକ୍ତି ଏଠି ଅଛନ୍ତି, ଏଇ କାମକୁ ଯେଉଁ ଅତି ସୁରୁଖୁରୁରେ ପାଳନ କରୁଛନ୍ତି, ତାକୁ ମଧ୍ୟ ଯେତେ ଧନ୍ୟବାଦ ଦେଲେ ବି କମ୍ ପଡ଼ିଯିବ। ଅତି ଦରଦୀ ବନ୍ଧୁ। ଆମ ପଞ୍ଚାୟତର କୌଣସି ଲୋକଙ୍କର ସୁବିଧା ଅସୁବିଧା ହେଲେ ସେ ନିଜେ ମଧ୍ୟ ଯାଇକରି ବ୍ଲକ ତରଫରୁ ସମସ୍ତଙ୍କର ଦୁଃଖ ସୁଖ ଆଣିକି ତାଙ୍କରି ପାଖରେ ପହଞ୍ଚାନ୍ତି। ଅତି ଦରଦୀ ବନ୍ଧୁ। ତାଙ୍କରି ଭଳିଆ ଆମେ ଗୋଟିଏ ମହାନ ବ୍ୟକ୍ତି ପାଇ ଆମେ ଏଇ 5ଟି ଗ୍ରାମର ଗ୍ରାମବାସୀ ବୃନ୍ଦମାନେ ଅତ୍ୟନ୍ତ ଖୁସି ରହିଛୁ। ଆମେ ଭାବୁଛୁ ଆମେ ତାଙ୍କ ସାଙ୍ଗରେ ଏଇଭଳି ସବୁଦିନ ଥିବୁ ଏବଂ ତାଙ୍କରି ହାତ ମୁଠାକୁ ଆମେ ମଧ୍ୟ ସବୁଦିନ ପାଇଁ ଟାଣି ରଖିବୁ। ସରପଞ୍ଚଙ୍କର ଲୋକପ୍ରିୟତା କେମିତି ଅଛି? ଆଜ୍ଞା, ସରପଞ୍ଚଙ୍କର ଲୋକପ୍ରିୟତା କହିବାକୁ ଗଲେ, ମୁଁ ନିଜେ ଛତ୍ରମାଙ୍କଡ଼ ଗ୍ରାମବାସୀ। ସରପଞ୍ଚ ମହୋଦୟ ମାସକୁ 10-15 ଥରରୁ କମ୍ ଦିନ ଯାଆନ୍ତିନି, ପ୍ରତି ଗ୍ରାମକୁ ବୁଲନ୍ତି। ପ୍ରତ୍ୟେକ ଗ୍ରାମର ଦୁଃଖ ସୁଖ, ବ୍ଲକ ସ୍ତରୀୟ ଯଦି କୌଣସି ସରକାରୀ ସୁବିଧା ଲୋକମାନେ ପାଇପାରୁନାହାନ୍ତି, ସିଏ ତାଙ୍କୁ ନେଇ ସାଙ୍ଗରେ ନେଇ ବ୍ଲକ ତରଫରୁ ସମସ୍ତ ସୁଯୋଗ ତାଙ୍କୁ ଆଣିକି ତାଙ୍କ ପାଖରେ ପହଞ୍ଚାଉଛନ୍ତି। କୌଣସି ଲୋକଙ୍କର ସୁବିଧା ଅସୁବିଧା ହେଲେ ତାଙ୍କୁ ନ ଜଣାଇଲେ ମଧ୍ୟ ସେ ଯାଇକି ନିଜେ ତଦାରଖ କରୁଛନ୍ତି। ଅତି ଉତ୍ତମ ଲୋକ। ତାଙ୍କୁ ଆପଣ ଯେତେ ପ୍ରଶଂସା କଲେ ବି ସେ ପ୍ରଶଂସାର ପାତ୍ର। ଛୋଟରାୟ ନନ୍ଦପୁର ପଞ୍ଚାୟତ। ମୋ କହିବା କଥା ଆଜ୍ଞା, ଇଏ ପଞ୍ଚାୟତ ନନ୍ଦପୁର ପଞ୍ଚାୟତ ହେଇଛି, ଆର ଅବଦାନ 2 ଜଣଙ୍କର ଅଛି। ଗୋଟେ ହେଲା ପ୍ରଫୁଲ୍ଲ କୁମାର ଦଳେଇ, ସେକେଣ୍ଡ ହେଲେ ବିପ୍ଳବ କେଶରୀ ବଳିଆର ସିଂ। ଏମାନଙ୍କ ଅବଦାନରେ ଇଏ ପଞ୍ଚାୟତ ଷ୍ଟାଣ୍ଡ କରିଛି। ଯେଉଁଟା ଅନଡିଭାଇଡେଡ଼ ପଞ୍ଚାୟତ ବାଜପୁର ଥିଲା, ଆମର ବାଜପୁର ଡିଭାଇଡ଼ ହେଇକି ଆମ ନନ୍ଦପୁର ପଞ୍ଚାୟତ କରାଗଲା। ଏଠି ଆମେ ଯୋଡ଼ିଏ ଯୋଗ୍ୟ ସନ୍ତାନ ପାଇଛୁ। ମୋର ସାନ ଭାଇ ପ୍ରଫୁଲ୍ଲ କୁମାର ଦଳେଇ, ମୋର ପୁତୁରା ବିପ୍ଳବ କେଶରୀ ବଳିଆର ସିଂ
ଏମାନଙ୍କର ସାହାଯ୍ୟ ସହଯୋଗ ଲୋକଙ୍କ ପାଇଁ ରାତି ଅଧରେ ଛିଡ଼ା ହେବା ପଞ୍ଚାୟତର ଭଲ ମନ୍ଦ ବୁଝିବା ଆମେ ସେମାନଙ୍କୁ ବୟୋଜ୍ୟେଷ୍ଠ ହିସାବରେ ସବୁବେଳେ ସାହାଯ୍ୟ ସହଯୋଗ କରୁଛୁ ଯେତେବେଳେ ଡାକୁଛନ୍ତି ଆମେ ସବୁବେଳେ ତାଙ୍କୁ ସାହାଯ୍ୟ ସହଯୋଗ କରୁଛୁ ପଞ୍ଚାୟତର ଡେଭଲପମେଣ୍ଟ ହେଉ ଲୋକଙ୍କର କିଛି କାର୍ଯ୍ୟ ହେଉ ଭଲ ମନ୍ଦ କିଛି ବୁଝାଇଲା ହେଉ କ'ଣ ଲୋକ ସୁବିଧା ପାଇଲେ ନ ପାଇଲେ ତାଙ୍କୁ ଆମେ ଯୁକ୍ତିତର କରୁ ଯେ କାହିଁ ଏଇଟା ହେଉନି ସେ ବି ଆମ କଥା ଗ୍ରହଣ କରନ୍ତି ଗ୍ରହଣ କରି କ'ଣ ନାହିଁ ଦାଦି ଯାହା ହେଇଛି ଆମେ ସବୁ କିଛି ଠିକ୍ଠାକ୍ କରିବା ବ୍ୟସ୍ତ କିଛି ନାହିଁ ଲୋକଙ୍କର ସେବା ସେ କରୁଛନ୍ତି ପଞ୍ଚାୟତର ଡେଭଲପମେଣ୍ଟ ଯଦି ଆଜି ହେଇଥାଏ ଅଲ୍ ଇଣ୍ଡିଆରେ ଅଲ୍ ଓଡ଼ିଶାରେ ପ୍ରଥମ ପଞ୍ଚାୟତ ଅଲ୍ ଓଡ଼ିଶା ହେଉଛି ନନ୍ଦପୁର ପଞ୍ଚାୟତ ଯେତେ ପ୍ରକାର ସେଣ୍ଟ୍ରାଲ ଜିନିଷ ଆସୁଛି ସେଣ୍ଟ୍ରାଲ ମନ୍ତ୍ରୀ ଆସୁଛନ୍ତି ସେମାନେ ସବୁଠି ଆସିକି ପ୍ରଥମେ କହୁଛନ୍ତି ନନ୍ଦପୁର ପଞ୍ଚାୟତ ଚଏସ୍ କର ସେଠି ସବୁବେଳେ ସୁବିଧା ସୁଯୋଗ ଅଛି ସରପଞ୍ଚ ସବୁବେଳେ କରୁଛନ୍ତି ତା'ର ମୁଖ୍ୟ କର୍ତ୍ତା ହେଲେ ପ୍ରଫୁଲ୍ଲ କନ୍ଦଳୀ ଇଏ ତାଙ୍କର ସାନ ଭାଇ ହେଲେ ବି ତାଙ୍କର ସାହାଯ୍ୟ ସହଯୋଗ ସମସ୍ତଙ୍କ ଅଛି। ଧନ୍ୟବାଦ।